ও হাতরে লেখে ওড়িশা সতর্ক রফাসিনা লেখে গোপালরে জমাসিনা নিয়ে জমাপুরে কিন্তু কালো না শুনু এ ঘাতক আল্লাহ হয়ে যায় রাজঙ্গ দেশরে গটি গটি বন্ধ গড়ায় অয়া ধর্ম স্নেহ প্রেম সবু ভুলি যাই অরে মু নর হত্যা আপ কর অন্য কর কিছু জানে না মরিষ মারি দলমা পাইবা মোর ধর্ম আরিবি আরিবি সমস্তଙ୍କୁ মারিবি কাহারিକୁ ছাড়িবিনি কারণ ও গোটাଏ আতঙ্ক ঘাতক 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 উবে মোর কন্যা ঝমক ঘাতক 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 উবে মোর কন্যা ঝমক মারিবি মরিবি রক্ষাই ন দেবী মারিবি মরিবি রক্ষাই ন দেবী দিদি পারে আজি সারা জগত দিদি পারে আজি সারা জগত খন্ডা ঠারু ধার অটে মিয়া ঠারু রাজা খন্ডা ঠারু দুনিয়া মো দুনিয়া করে বিভাগ খন্ডা ঠারু ধার অটে মিয়া ঠারু রাজা খন্ডা ঠারু দুনিয়া মো দুনিয়াକୁ করে বিভাগ টঙ্কা নিয়ে যার কাম করে তার টঙ্কা নিয়ে যার কাম করে তার বুয়াই দেবী নদীর তত বুয়াই দেবী নদীর তত ahora কিন্তু ঘাতক ahora কিন্তু অলগা ও গোটাଏ প্রেমিক ମଧ୍ୟ
ଭଲ ପାଏ ରାଜାଙ୍କ ଭଉଣୀ ଅଗ୍ନିକା ଓ ପ୍ରାଣ ସଙ୍ଗିନୀ ମୁଁ ତାକୁ ବହୁତ ଭଲ ପାଏ ବହୁତ ଥର ମଧ୍ୟ ତାର ଗର୍ଭପାତ କରିଛି ହେଲେ କେହି ଜାଣିନାହାନ୍ତି ଯାଏ 15 ଦିନ ହେଲା ତାକୁ ଭେଟିନି ତା ସହିତ ଟିକେ ଭେଟି ଦେଇ ଆସେ बहुत बहुत धन्यवाद आज रही ରାଜପୁରୀର ଉପବନଟା କେତେ ଯେ ସୁନ୍ଦର ଦେଖାଯାଉଛି ଜୁଇ ଯାଇ ହେନାନିଆଳିର ବାସ୍ନା ମଧୁରମଳ ପବନର ସିଂହରଣ ସତରେ ମନକୁ କୁରୁଳି ଉଠୁଛି ସତରେ ମନକୁ କୁରୁଳି ଉଠୁଛି ଅବନ୍ତୀର ପାଟ ରାଣୀ ପଦ୍ମାବତୀ ଗୋରୀ ଅବନ୍ତୀର ପାଟ ରାଣୀ ପଦ୍ମାବତୀ ଗୋରୀ ହସିଲେ ଗଜାମୁ ତା ଫୁଲ ଯାଏ ଧରି ହସିଲେ ଗଜାମୁ ତା ଫୁଲ ଯାଏ ଧରି ତିରି ଉଡୁ ଅଛି ତାକେ ସାକବରୀ ତିରି ଉଡୁ ଅଛି ତାକେ ସାକବରୀ ଅବନ୍ତୀର ପାଟ ରାଣୀ ପଦ୍ମାବତୀ ଗୋରୀ ଅବନ୍ତୀର ପାଟ
ହେବାକୁ ଯାଉଛି। ଆଉ କେତେ ଦିନ ଗଲା ପରେ ନା ଏ ରାଜଉଆସକୁ ନବଜାତକ ଶିଶୁ ଖେଳିବ। ମତେ ସବୁ ଦୁଃଖ ସେ ଛଡ଼େଇ ନବ। ନାଇଁ ବାବା ନାଇଁ, ଶରୀରଟା ଭାରି ଅଳସ ଲାଗୁଛି। କିଛି ସମୟ ପରେ ଏଠି ବିଶ୍ରାମ କରିବି। ନିଶ୍ଚୟ ଆସିଥିବେ ପ୍ରାଣନାଥ ମୋର। ମହାରାଣୀ ସ୍ୱାମୀ ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରନ୍ତୁ ସ୍ୱାମୀ। ଭାଗବତୀ ଭବ। ଆରେ ଉଠ ମହାରାଣୀ। ମହାରାଣୀ ପଦ୍ମା, ସ୍ୱାମୀ ଗୋଟେ କଥା କହିବି ଶୁଣିବ। ହଁ କୁହନ୍ତୁ ସ୍ୱାମୀ। ଆଜି ମୁଁ ଦେଖୁଛି ତୁମ ମୁଖମଣ୍ଡଳଟା ବହୁତ ଆନନ୍ଦିତ ଦେଖାଯାଉଛ। ହଁ ସ୍ୱାମୀ। କାରଣ କ'ଣ ହେଇପାରେ ମୁଁ ଜାଣିପାରେ କି ମହାମନ୍ତ୍ରୀ? ସ୍ୱାମୀ ଆପଣ ପରି ଜଣେ ଭଲ ବରଟେ ପାଇ ଭଲ ଘରଟେ ପାଇ ମୋ ଜୀବନ ଆଜି ଭାରି ଧନ୍ୟ ହେଇଯାଇଛି। ମହାରାଣୀ ଏ କ'ଣ କହୁଛ ତମେ? ହଁ ସ୍ୱାମୀ, ଜାଣିଛ ନା ଆଜି ଏତେ ଖୁସି ଯେ କହିଲେ ନା ସରେ। ଏ ଜୀବନ ହେଇଛି ଧନ୍ୟ ହୋ ଆଜି ତୁମକୁ ପାଖରେ ପାଇନ। ମହାରାଣୀ ସ୍ୱାମୀ জীবন হয়েছি ধন্য ও আজি এ জীবন হয়েছি ধন্য। মুন্ডা বৃক্ষ পূর্বা পারে পুলকি উঠিছি পুলা পালা ভরা বৃক্ষ সুন্দর লাগুছি। মুন্ডা বৃক্ষ পূর্বা পারে পুলকি উঠিছি পুলা পালা ভরা বৃক্ষ সুন্দর লাগুছি। মোলা
ଧନ୍ୟ ଓ ଆଜି ଏ ଜୀବନ ଏଇଠି ଧନ୍ୟ ସ୍ୱାମୀ ତୁମେ ଏକା ନୁହଁ ମହାରାଣୀ ମୁଁ ବି ତୁମକୁ ପାଇ ନିଜକୁ ବହୁତ ଧନ୍ୟ ମନେ କରୁଛି ମହାରାଣୀ তুমি সত কହୁଛ ହଁ ମହାରାଣୀ ରୂପସୀ ରାଣୀ ରୂପସୀ ରାଣୀ ରୂପସୀ ରାଣୀ ରୂପସୀ ଗୋଟେ ଚାଉଳରେ ତୁମ ରୂପ ଗଢ଼ା ଗୋଟେ ଚାଉଳରେ ତୁମ ରୂପ ଗଢ଼ା ତାରା ଫୁଲରେ ସଜିତ ତୁମ ଚାହାଣୀ ତାରା ଫୁଲରେ ସଜିତ ତୁମ ଚାହାଣୀ ରୂପସୀ ରାଣୀ ରୂପସୀ ରାଣୀ ରୂପସୀ ରାଣୀ ମହାରାଣୀ ଗୋଲାପୀ ମୋହ ଚମକୁଧୁଲ ଫୁଲ ରସ ରସିଆ ଚନ୍ଦ୍ର ଉଦିଆ ଗୋଲାପୀ ମୋହ ତୁମ ପଦ୍ମ ଫୁଲ ରସ ରସିଆ ଚନ୍ଦ୍ର ଉଦିଆ ଯାଇ ଦିଶଇ ସୁନ୍ଦର ଆଖି ଗଜଗାର ଆଖିରେ ତୁମ ଗଜଗାର ମୌନାବତୀ ଗମନ ଚିଡ଼ିଅଛ ମୌନାବତୀ ଗମନ ଚିଡ଼ିଅଛ ଭିତରେ ଖଇ ତୁମେ ମୋ ହୃଦୟ ମଣି ଭିତରେ ଖଇ ତୁମେ ମୋ ହୃଦୟ ମଣି ରୂପସୀ ରାଣୀ ରୂପସୀ ରାଣୀ ରୂପସୀ ରାଣୀ ରୂପସୀ ରାଣୀ ମହାରାଣୀ ତୁମେ ଯଦି ମୋତେ ନିଜକୁ ପାଇ ଧନ୍ୟ ମନେ କରୁଛ ମୁଁ ବି ସେତେ ତୁମକୁ ପାଇ ଧନ୍ୟ ମନେ କରୁଛି ମହାରାଣୀ ସ୍ୱାମୀ ହେଲେ ସ୍ୱାମୀ ଆପଣଙ୍କୁ ଗୋଟିଏ କଥା କହିବା ପାଇଁ ଜାଣିଛ ନା କେହି କଥା ମହାରାଣୀ ଶୁଣିବ ନିର୍ଭୟରେ କୁହ ମହାରାଣୀ ଯଦି ଶୁଣିବ ତମ ପାଦ ଆଉ ମାଟିରେ ଲାଗିବନି ଆରେ ଏମିତି କୋଉ କଥା ଯେ ମୋ ପାଦ ମାଟିରେ ଲାଗିବନି ହଁ ହଁ ଯୋଉ କଥା କହିବାଟା ତ ସିଧା ସିଧା କହ ମହାରାଣୀ କହୁଛି ବାବା ଆଉ ମନରେ ଶଙ୍କା ରଖନି କହୁଛି ପରା ହେଲେ ସ୍ୱାମୀ ହଁ ମହାରାଣୀ ଧ୍ୟାନ ଦେଇକି ଶୁଣନ୍ତୁ ଇଏ ଜାଣିଛ ନା ମୁଁ ପରା ମା ହେବାକୁ ଯାଉଛି ଆରେ ତୁମେ ସତ କହୁଛ ମହାରାଣୀ ହଁ ସ୍ୱାମୀ ତୁମେ ସତ କହୁଛ ହଁ ମୁଁ ନିରାଳ ସତ କହୁଛି ହେ ଭଗବାନ ଏତେ ଦିନ ପରେ ତୁମ ମୁହଁରୁ ମୁଁ ଶୁଭ ସମ୍ବାଦଟା ଶୁଣିବାକୁ ପାଇଲି ଆଜି ମୁଁ ବହୁତ ଖୁସି ମହାରାଣୀ ହଁ ସ୍ୱାମୀ ଆଚ୍ଛା ଗୋଟେ କଥା କହିବ କୁହ ମହାରାଣୀ କୁହ ସ୍ୱାମୀ ଆଚ୍ଛା ତମକୁ ପୁଅ ଦରକାର ନା ଝିଅ ଦରକାର ମତେ ହଁ ମତେ ଝିଅ ଦରକାର ଏ କ'ଣ କଥା ତମକୁ ଝିଅ ଦରକାର ହଁ ସ୍ୱାମୀ ନାଇଁ 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 ମତେ ଝିଅ ଦରକାର ଆମକୁ ପୁଅ ଦରକାର ବା ନା ବାବା ନା ନାଇଁ ନାଇଁ କହିଲି ପରା ନା ମୁଁ ଜମାରୁ ବୁଝିବିନି ନାଇଁ 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 ଆମକୁ ମତେ ପୁଅ ଝିଅ ଦରକାର ଝିଅ ଦରକାର ଝିଅ ଦରକାର ଆଚ୍ଛା ହେଲା ବାବା ହେଲା ଝିଅ ହଉ କିମ୍ବା ପୁଅ ହଉ ହଁ ସ୍ୱାମୀ ଝିଅ ହେଲେ ବି ବାପା ଡାକିବ ଆଉ ପୁଅ ହେଲେ ବି ବାପା ଡାକିବ ତମେ ତ ଜାଣିଛ ଏଥିରେ କିଛି କହିବାର ଆରେ ନାହିଁ ଝିଅ ହେଲେ ବି ମତେ ମା ଡାକିବ ଆଉ ପୁଅ ହେଲେ ବି ମା ଡାକିବ
ঠিক কইছ মহারানী। স্বামী হ্যাঁ মহারানী। জানিছ হ্যাঁ ମୁଁ ଏତେ ଖୁସି ଯେ ତା ଖୁସି ପାଇଁ ମୁଁ ଦେବୀ ଦର୍ଶନ ପାଇଁ ମନ୍ଦିରକୁ ଯିବି। ତାଠାରୁ ଆଉ ମୁଁ ମଧ୍ୟ ଅତି ଖୁସି ଅଛି ମହାରାনী। ମୋ ସାଥିରେ ଜାଣିଛ ନା ମୁଁ ଗେଲେ ନଣନ୍ଦଟା ପରା ଅଗ୍ନିକା ସେ ମଧ୍ୟ ମୋ ସାଥିରେ ଦେବୀ ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଠିକ ଅଛି ମହାରାଣୀ, ତମେ ମନ୍ଦିର ଯାଇକି ଫେରି ଆସ। ହଁ ସ୍ୱାମୀ। ତାହେଲେ ମୁଁ আসছি মহারানী। হ্যাঁ স্বামী। ঠিক আছে মহারানী। স্বামী देवी दर्शन पाई माँ को मंदिर को जीवी हेले मो नणंदकर तो देखा नहीं। नणंदा ए मो गेले नणंदा अग्निका अरे कौन मंदिर जीवन की तुम शीघ्र आस माँ आम परा दी जन मिसिकी देवी दर्शन पाई मंदिर को जीवा। मंदिर जीव परा भाउज परा देखुछ तो मु केते समय डाकुछि तुमको जे तुम टिके भी सुनुना। हां भाउज ताहले मंदिर जीवा जीवालो आस आसल भाउज मोर आस आसल भाउज मोर
ହଲୋ ତାହେଲେ ମନ୍ଦିର ଯିବା। ତାହେଲେ ଯିବା ଲୋ ହଁ ଯାଇକି ଦର୍ଶନ କରିକି ଶୀଘ୍ର ଫେରି ଆସିବା। ହଁ ଲୋ ଭାଉଜ। ଦେବୀ ମାଙ୍କ ମନ୍ଦିର ଆସିଯାଇଛି, ତାହେଲେ ଆମେ ପୂଜା କରିବା ଲୋ। ହଁ ଲୋ ଭାଉଜ। ଭାଉଜ ହଲୋ ତ ଆମ ଘରକୁ ଯିବା। ଯିବା ମ ମନ୍ଦିର ଆସିକି ଦେବୀ ଦର୍ଶନ ସାରିଲି, ହଁ। ତାହେଲେ ଚଞ୍ଚଳ ଚଞ୍ଚଳ ଆମେ ଘରକୁ ଫେରି ଯିବା ଲୋ ନଣନ୍ଦ। ହଁ ଲୋ ଭାଉଜ। ଅଗ୍ନିକା ତମର କଣ ହେଇଛି? ବାନ୍ତି କରିଛ? ଏ ଭଗବାନ, କଣ ହେଇଛି ତମର? ବାନ୍ତି କରିଛ ଯେ? ନା ଭାଉଜ କିଛି ନାହିଁ। ଆରେ ମତେ ଲୁଚଉଛ, କଣ ହେଇଛି ତମର କହୁନ? ଇଏ ମୁଁ ପୁରା ତୁମ କେଲା ଭାଉଜ। ନା ଭାଉଜ କୁହ ଅଗ୍ନିକା। କିଛି ହେଇନି। ଆରେ ନ କହିଲେ ସମାଧାନ ହେବ କିପରି କହୁନ? କଣ ହେଇଛି? ହଁ ଲୋ ଯଦି ନ ଭାଉଜ। କହିବା ଏ ତୁମ ଭାଉଜର ରାଣା। ଏ ଭାଉଜ ହଲୋ ଶେଷରେ ତମେ ରାଣ ପକେଇଦେଲ। ଆଉ ନ କହିଲେ କଥାଟା ସମାଧାନ ହେବ କିପରି? ହଁ ଲୋ ଭାଉଜ କୁହ ମ, କହିବି। କୁହ କୁହ। ପ୍ରକୃତରେ ମୁଁ ମା ହେବାକୁ ଯାଉଛି। ମା ହେବାକୁ ଯାଉଛ? ତାହେଲେ ସେ ତମ ରସିକ ବରଟା କିଏ ମ କହୁନ? ନା ନା ମୁଁ କିଛି କହିପାରିବିନି। ଆରେ ବାବା କହିଲି ପରା ମୁଁ କାହାକୁ କହିବିନି, କୁହ ମ। ନା ଭାଉଜ ମୁଁ କିଛି କହିପାରିବିନି। ନ କହିଲେ ମୁଁ ଜାଣିବି କେମିତି ସେ ତମ ମନର ରସିକ କିଏ ମ? ତ ଅଭିବ୍ୟକ୍ତ ସମୟରେ ତୁମେ ମା ହେବାକୁ ଯାଉଛ, ତାହେଲେ କଥାଟା ସମାଧାନ ହେବ କିପରି କହିଲେ ତ ମୁଁ ଜାଣିବି, କୁହ ମ। ମୋ ଗେଲେଇ ନଣନ୍ଦଟା ପରା। ହଁ ଭାଉଜ ଆମ ରାଜ୍ୟର ଘାତକ ବଳବନ୍ତ। ହେ ଭଗବାନ, ସେ ଆମ ପାଦ ତଳର ଚାକର, ପୁଣି ଏତେ ବଡ଼ ମହାରାଜଙ୍କର ଯିଏକି ଅଳି ଅଳି ଏକମାତ୍ର ଭଉଣୀ ଅଗ୍ନିକା ସହିତ ପ୍ରେମ ସମ୍ପର୍କ। ନା ଏ କେମିତି? ସେ ତ ଆମ ଘରର ଚାକର, ପୁଣି ତା ସହିତ ତୁମେ ପ୍ରେମ ସମ୍ପର୍କ ରଖିପାରିଲ କେମିତି? ଆଉ କଣ କରିବି ଭାଉଜ, ମୋ ଗୋଡ଼ ତ ଖସି ଯାଇଛି ନା। ଆଉ କଣ କରିଥାନ୍ତି ଭାଉଜ? ହଁ କୁହ ମ। ଭାଇଙ୍କୁ ଏଇ କଥା କହିବନି। ନା ନା ଜମାରୁ କହିବିନି। ହେଲା ବାବା ହେଲା, ଚାଲ ଏଥର ଆମେ ଫେରିଯିବା ଘରକୁ। ଭାଉଜ ମୋ ସୁନା ଭାଉଜ। ନାଇଁ ମ କହିବିନି, ଜମାରୁ କହିବିନି। ହେଲା ବାବା ଚାଲ ଶୀଘ୍ର ଫେରିଯିବା ଏଥରେ ସେ ଆମ ରାଜଭବନକୁ। ହ୍ୟାଲୋ ଯିବା। ଚାଲ ମ ଯିବା ତାହେଲେ।
বহু দিন পরে মো বাপা হেବାକୁ যাଉଛି ଆଣ୍ଠୁକୁଡ଼ା ଦୃଷ୍ଟିରୁ ଆଜି ମୁଁ ମୁକ୍ତି ପାଇଛି। ସବୁ ସେଇ ଈଶ୍ୱରଙ୍କ କୃପା, ସବୁ ସେଇ ଈଶ୍ୱରଙ୍କ ମହିମା। ଆରେ ମହାରାଣୀ, ସ୍ୱାମୀ ତମେ ଫେରି ଆସିଛ ମହାରାଣୀ? ହଁ ସ୍ୱାମୀ, ଆରେ ଏ କ'ଣ ମହାରାଣୀ? ମନ୍ଦିର ଦର୍ଶନ କରି ଆମେ ଚଞ୍ଚଳ ଫେରି ଆସିଛୁ ସ୍ୱାମୀ। ତାହେଲେ ମୋର ପ୍ରଣାମ ଗ୍ରହଣ କରନ୍ତୁ। ଆରେ ଉଠ ଉଠ ମହାରାଣୀ, ସୌଭାଗ୍ୟବତୀ ହୋଇ। ଆରେ ମହାରାଣୀ, ସ୍ୱାମୀ କିନ୍ତୁ ତୁମ ମୁଖମଣ୍ଡଳରେ ଏ ନିରାଶାର ଛାଇ କୋଉଠି ମହାରାଣୀ? କ'ଣ ହେଇଛି ମହାରାଣୀ? ସ୍ୱାମୀ ଖୋଲି କହ ମହାରାଣୀ। ଜାଣିଛ, କହିବି ତ ନିଶ୍ଚୟ, ହେଲେ ନିଆଁ ନ ଜଳିଲେ ଧୂଆଁ ବାହାରିବ କେମିତି? ଆରେ ଇଏ କ'ଣ କହୁଛ ମହାରାଣୀ? କ'ଣ ଅଛି ଖୋଲିକି କହ। ଏମିତି କ'ଣ କହିଯାଉଛ ମହାରାଣୀ? ସ୍ୱାମୀ କହିବି ତ ନିଶ୍ଚୟ, ହେଲେ ସ୍ୱାମୀ ମତେ ନା ଭାରି ଡର ମାଡୁଛି କହିବାକୁ। ଏମିତି କୋଉ କଥା ମହାରାଣୀ, ଯୋଉ କଥା କି ତୁମକୁ ଡର ଲାଗୁଛି? ହଁ ସ୍ୱାମୀ, କାହିଁକି ନା ଖୋଲି କହ ମହାରାଣୀ, କ'ଣ ହେଇଛି ମହାରାଣୀ? ଖୋଲି କହ। ହେଲେ ସ୍ୱାମୀ ମତେ କିଛି କହିବନି ତ? ନା ମହାରାଣୀ, ନିର୍ଭୟରେ କହ ମହାରାଣୀ। ଜାଣିଛ ସ୍ୱାମୀ, କାଲି ଆମେ ମନ୍ଦିର ଯାଇଥିବା ସମୟରେ ଏମିତି ଗୋଟିଏ ଜିନିଷ ଦେଖିଛି ଯେ ମତେ କହିବାକୁ ଭାରି ଡର ମାଡୁଛି। କ'ଣ ହେଇଛି ମହାରାଣୀ? ତାହେଲେ ତୁମେ ସିଧା ସିଧା କହ ମହାରାଣୀ। ନ କହିଲେ ତ ସମାଧାନ ହବନି। କହୁଛି ସ୍ୱାମୀ, କହ ଇଏ ମହାରାଣୀ। ତୁମ ଭଉଣୀ ଜାଣିଛ ମୋ ଭଉଣୀ, ଅଗ୍ନିକ ମୋ ଭଉଣୀ କ'ଣ ହେଇଛି ମହାରାଣୀ? କହିବି, କହ କହ ମହାରାଣୀ। ସେ ମା ହେବାକୁ ଯାଉଛି। କଦାପି ହୋଇପାରିବନି ମହାରାଣୀ, କଦାପି ହୋଇପାରିବନି। ରାଜବଂଶରେ ଏମିତି କଳଙ୍କ କେବେ ମୁଁ ଦେଖିପାରିବିନି। ନା ଆରେ ତାରେ ଏଇନେ ମୁଁ ଅଗ୍ନିକାକୁ ଡାକୁଛି। ସେଇ କଥା ତ ସ୍ୱାମୀ ମୁଁ କଣ କହୁଥିଲି। ଏ ରାଜବଂଶରେ, ଏ ରାଜ ପରିବାରରେ ସେ ଜଣେ ଅବିବାହିତ ହେବା ସମୟରେ ପୁଣି ଗର୍ଭଧାରଣ କରିଛି। ମୁଁ ବି ଜମାରୁ ବିଶ୍ୱାସ କରି ନ ପାରୁଥିଲି, ହେଲେ ମନ୍ଦିର ସମ୍ମୁଖରେ ବାନ୍ତି ମୁଁ ପଚାରିବାରୁ ଭାଉଜ ମୁଁ ମା ହେବାକୁ ଯାଉଛି। ଯଦି ଆପଣ ମୋ କଥାରେ ବିଶ୍ୱାସ କରୁନାହାନ୍ତି ତାହେଲେ ଅଗ୍ନିକାକୁ ଡାକେ ତମେ ଆପଣ ତମେ ମିଛ କହୁଛ, ବୁଝି ମିଛ କହୁଛ ମହାରାଣୀ, ତମେ ମିଛ କହୁଛ। ମୁଁ ମିଛ କହୁନି। ଆରେ ଆରେ ଅଗ୍ନିକା, 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 ଅଗ୍ନିକା। ପ୍ରଣାମ। ଆରେ ଅଗ୍ନିକା, ସତ କହ, ତୋ ଭାଉଜ ମୁହଁରୁ ମୁଁ ଯୋଉ କଥାଟା ଶୁଣୁଛି ସେଇ କଥା କ'ଣ ସତ? କୋଉ କଥା ଭାଇ? ଆରେ ନ ଜାଣିଲା ଭଳି କୋଉ କଥା ଭାଇ କହୁଛୁ? ସତ ସତ କହ, କୋଉ କୋଉ ପୁଅ ସହିତ ତୋର ସମ୍ପର୍କ ଅଛି? ସତ କଥା କହ। ବର୍ତ୍ତମାନ ମୁଁ ତୋ ଭାଉଜ ଠାରୁ ସବୁ ଶୁଣି ସାରିଛି। ଆରେ ସତ କହ, ସେ କିଏ ଯୋଉ ଏଇ ରାଜବଂଶରେ ଆଖି ପକେଇବାକୁ ଚେଷ୍ଟା କରୁଛି? ଭାଇ, ଆମ ରାଜ୍ୟର
ଘାତକ ବଳବନ୍ତ। ଘାତକ ବଳବନ୍ତ তোতে লজ্জা মাড়ুনি তো ভাই সামনারে এপরি কথা কହୁଛୁ আরে সে বলবন্ত এই রাজবংশরে সে চাকর সে আম লুণ খাই বঞ্চুছি সে পুଣି এই রাজবংশକୁ আଖି ପକେଇବ আরে তোতে লজ্জা লাগুনি তু থরে চিন্তা করিবা যে তু রাজার ভଉଣୀ রাজা অনন্ত দেবর ভଉଣୀ কিন্তু এই ভুল কাম করিবার প্রয়াস করিছু তু দণ্ড পাইবা যোগ্য আরে সিদ্ধাঙ্গুলির বাহির নাই নাই তু ক্ষমার যোগ্য নহে তু ক্ষমার যোগ্য নহে তোতে মারি 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 দেবি অগ্নিক প্রেম জিতে প্রেম হারে প্রেম জিতে প্রেম হারে সম্পর্ক সত হুয়ে না কেবে প্রেম জিতে প্রেম হারে সম্পর্ক সত হুয়ে না কেবে প্রেম জিতে প্রেম হারে সম্পর্ক সত হুয়ে না কেবে প্রেম জিতে প্রেম হারে সম্পর্ক সত হুয়ে না কেবে ভাঙি যায় এ ধুলি ঘর ভাঙি যায় এ ধুলি ঘর কণ মিলে না কোউঠি ভাল পাইকে ভলরে অছি ভাল পাইকে ভলরে অছি ভাল পাইকে ভলরে অছি ভাল পাইকে ভলরে অছি প্রেম করি ভাল পাই কিয়ে অছি সুখরে প্রেম যদি ধোকা হুয়ে পথ যে বাটরে প্রেম করি ভাল পাই কিয়ে অছি সুখরে প্রেম যদি ধোকা হুয়ে পথ যে বাটরে খোঁজিলে দিন বাট মিলেনি খোঁজিলে দিন বাট মিলেনি নিজর নাহি রে এইটি ভাল পাইকে ভলরে অছি ভাল পাইকে ভলরে অছি ভাল পাইকে ভলরে অছি ভাল পাইকে ভলরে অছি
ତୁ ମୋ ମୁଣ୍ଡକୁ ଆଉ ଗରମ କର ତୁ ଏଠାରୁ ଶୀଘ୍ର ଚାଲିଯା ନହେଲେ ତୁ ତ ମୁଁ ମାରି କରିବି ତୁ ଏ ରାଜ୍ୟ ଛାଡ଼ି ଚାଲିଯା ଅଗ୍ନିକା ତୁ ଆଖି ସାମ୍ନାରେ ଚାଲିଯା ନହେଲେ ତୁ ମୋତେ ଆଉ ବିରକ୍ତ କରନା ମୁଁ ତୋତେ ମାରି ନା ଭାଇ ତମ ଦୁଇ ଜଣଙ୍କୁ ଛାଡି କୁଆଡେ ଯିବି ନାଇଁ ଏ ପାଖରେ ତୋର କୌଣସି ସ୍ଥାନ ନାହିଁ ଅଗ୍ନିକା ତୁ ମୋ ଆଖି ସାମ୍ନାରେ ଶୀଘ୍ର ଯେତେ ପାରୁଛୁ ଚାଲିଯା ଭାଇ ମତେ କ୍ଷମା କରିଦିଅ ଭାଇ ଆରେ ତୁ କ୍ଷମାର ଯୋଗ୍ୟ ନୁହ ତୋତେ କହୁଛି ବାରମ୍ବାର କହୁଛି ଅଗ୍ନିକା ତୁ ଏଠାରୁ ଶୀଘ୍ର ଚାଲିଯା ନା ଭାଇ ତମ ଦୁଇ ଜଣଙ୍କୁ ଛାଡି ମୁଁ କୁଆଡେ ବି ଯାଇପାରିବି ନାହିଁ ମତେ କ୍ଷମା କରିଦିଅ ଭାଇ ତୋତେ କହିଲି ପରା ତୁ ଏମିତି କଥା ମାନିବୁନି ସ୍ୱପ୍ନରେ ସୁଦ୍ଧା ଭାବିନଥିଲି ଏ ଅନନ୍ତ ପ୍ରତାପର ଭଉଣୀ ଯେ ଏମିତି ଭୁଲ କାମ କରିବ ଆଉ ସେ କୁକୁର ମୋ ଲୁଣ ଖାଇ ମୋ ସହିତ ବିଶ୍ୱାସଘାତକତା ଆରେ ବଳବନ୍ତ ଆରେ ବଳବନ୍ତ ମତେ ଡାକିଥିଲେ କି ମଣିମା ମୁଁ ତୋତେ ଡାକିଥିଲି ଆରେ ବଳବନ୍ତ ମୁଁ ଯାହା ଶୁଣୁଛି ତାହା କ'ଣ ସତ୍ୟ କୋଉ କଥା ମଣିମା ଆରେ ଚୁପ କର ନ ଜାଣିଲା ଭଳି କୋଉ କଥା ମଣିମା କହୁଛୁ ଆରେ ସତ କଥା କହ ଅଗ୍ନିକା ସହିତ ତୋର ସମ୍ପର୍କ କ'ଣ କ୍ଷମା କର ମଣିମା ମୋ ଅଗ୍ନିକାକୁ ବାଧ୍ୟ କ'ଣ ଅଗ୍ନିକାକୁ ବାଧ୍ୟ ଆରେ ସତ କଥା କହବେ ମୁଁ ଅଗ୍ନିକାକୁ ବାହା ହେବାକୁ ଚାହେଁ ମଣିମା ବାହା ହେବାକୁ ଚାହୁଁଛୁ ହଁ ମଣିମା ତୁ ମୋ ଚାକର ହୋଇ ମୋ ସହିତ ବିଶ୍ୱାସଘାତକତା କରୁଛୁ ମତେ କ୍ଷମା କର ମଣିମା ତୋତେ କ୍ଷମା କରିବି ହଁ ମଣିମା ତୁ କ୍ଷମାର ଯୋଗ୍ୟ ନୁହେଁ ତୁ ମୋର ପୋଷା କୁକୁର କିନ୍ତୁ ସେଇ ବିଶ୍ୱାସ ନାହିଁ ତୁ ଏ ଘାତକ ପଦରେ ଥିଲୁ କିନ୍ତୁ ଆଜିଠାରୁ ଏ ରାଜ୍ୟ ସହିତ ତୋର କ'ଣ ସମ୍ପର୍କ ନାହିଁ ତୋତେ ଏ ରାଜ୍ୟ ଛାଡ଼ି ଯିବାକୁ ହବ ଯଦି ମୋ ଅକ୍ଷର ସାମ୍ନାରେ କେବେ ଦେଖାଯାଉ ତାହେଲେ ଜୀବନର ତୋତେ ସେପାରିକୁ ପଠେଇବି ମତେ କ୍ଷମା କରିଦିଅ ମଣିମା କ୍ଷମା କରିଦିଅ ତୁ କ୍ଷମାର ଯୋଗ୍ୟ ରାଜ୍ୟ ଛାଡ଼ି ଯିବାକୁ প্রেম জিতে প্রেম হারে সম্পর্ক সত হুয়ে না কেবে
প্রেম জিতে প্রেম হারে সম্পর্ক সত তুয়ে না কেবে প্রেম জিতে প্রেম হারে সম্পর্ক সত তুয়ে না কেবে আমি যাই এ দুই ঘর আমি যাই এ দুই ঘর ঠিকানা মিলে না কোউঠি ভাল পাইকে ভলরে অছি 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 ଆରେ ମୋ ପୋଷା କୁକୁର ତତେ ସିଧା ସିଧା କହୁଛି ମୋ ଆଖି ସାମ୍ନାରୁ ଚାଲିଯା ନଚେ ତତେ ମଧ୍ୟ ମାର ମାରି ତତେ କହୁଛି ଶୀଘ୍ର ଏଠାରୁ ଚାଲିଯା ଏ ରାଜ୍ୟ ଛାଡ଼ି ଚାଲିଯା ବେଶୀ ହୋଇଗଲା ମଣିମା ବେଶୀ ହୋଇଗଲା ওই সুনার সংসারে নিয়া লগাই দেবি ওনার বলবন্ত চৌধুরী লুহ ও সুজি যাবে ତୁ ମୋ ପୋଷା କୁକୁର ତୁ ଯେତେ ଉଦ୍ଧତ ହେଲେ ମଧ୍ୟ ମୋର କିଛି କରିପାରିବୁନି ବେ ଯାବି, ଏ ରାଜ୍ୟ ଛାଡ଼ି ଚାଲିଯା ନଚେତ ତୋତେ ମାରି ମାରିଦେବି ଏଇନେ ମୋର ଲୁଣ ଖାଇ ଏମାନେ ମୋ ସହିତ ବିଶ୍ୱାସଘାତକର କରୁଛନ୍ତି ଦେଖାଯାଉ ଏମାନେ ମୋର କଣ ବି କାଢ଼ିବେ बहुत बहुत धन्यवाद शुभांशु शेखर बेहरांक बलिष्ठ रचना एवं तांक निर्देशन परिवेषण होगा जाउथिबा आजिर महान काल्पनिक नाटक भलरे पाई भल पाई कि भलरे अछि उक्त नाटक रे जे व्यक्ति राजा भूमिका रे परिवेषण करुछंती तांकर प्रत्येकटी कला तांकर बहुत सुंदर सुललित कंठस्वर रे मनमुग्ध होई स्थानीय मजनपदर ग्रामर चंद्रमणि सा नाट्य जगत नायिका प्रेसिडेंट से अत्यंत खुशी 50 कोटी भारतीय मुद्रा अर्पण कर